ମୁଁ କଂଗ୍ରେସର ଥିଲି କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ ବର୍ତ୍ତମାନ କଂଗ୍ରେସର ଅବସ୍ଥା ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ଯେଉଁ ଆଦର୍ଶ କାମ ତାଙ୍କ ସେ ଆଦର୍ଶ କାର୍ଯ୍ୟରେ ମୁଁ ଅନୁପ୍ରାଣିତ ହୋଇ ବିଜେଡ଼ି ଦଳରେ ଯୋଗଦେଲି। ବିଶେଷ କରି ବାଲେଶ୍ୱର ଯେଉଁ ପୂର୍ବତନ ସାଂସଦ ସମ୍ମାନୀୟ ରବୀନ୍ଦ୍ର ଜେନାଙ୍କ ମାନେ ନେତୃତ୍ୱରେ ଏବଂ ବର୍ତ୍ତମାନ ଯେଉଁ ଅଛନ୍ତି ଆମର ସମ୍ମାନନୀୟା ସୁଭାଷିନୀ ଜେନା ମ୍ୟାଡ଼ାମ୍ ମାନେ ଓଡ଼ିଶା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ସଭାପତି ଅଛି, ମହିଳା କାର୍ଯ୍ୟକାରିଣୀ ସଭାପତି ଅଛନ୍ତି। ସେ ପ୍ରାୟ ବସ୍ତା ନିର୍ବାଚନରୁ ଭଲ ଭାବରେ ବୁଝୁଛନ୍ତି ଏବଂ ଡୋର୍ ଟୁ ଡୋର୍ ପ୍ରାୟ ସବୁ ଜାଗାରେ ସେ ଲୋକଙ୍କ ସହ ଅଛନ୍ତି। ତେଣୁ ତାଙ୍କ ସେହି ପ୍ରକାର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମଧ୍ୟ ଏହି ବିଜୁ ଜନତା ଦଳରେ ଯୋଗଦେଲି ଏବଂ ଭବିଷ୍ୟତରେ ମଧ୍ୟ ଯେମିତି ମୁଁ କଂଗ୍ରେସ ଦଳରେ କାର୍ଯ୍ୟ କରୁଥିଲି ମୁଁ ମଧ୍ୟ ନିଶ୍ଚିତ ଭାବରେ ବିଜୁ ଜନତା ଦଳ କେମିତି ସୁଦୃଢ଼ ହେବ ବିଶେଷ କରି ମ୍ୟାଡ଼ାମ୍ ସୁଭାଷିନୀ ଜେନାଙ୍କ ନେତୃତ୍ୱରେ ଏବଂ ସମ୍ମାନୀୟ ପୂର୍ବତନ ସାଂସଦ ଯେଉଁ ରବୀନ୍ଦ୍ର ଜେନା ମହୋଦୟଙ୍କ ନେତୃତ୍ୱରେ ତାହା ମୁଁ ନିଶ୍ଚିତ ଭାବରେ ପ୍ରଚେଷ୍ଟା କରିବି ଏବଂ ଶୃଙ୍ଖଳିତ କର୍ମୀ ହିସାବରେ ଠିକ୍ ଭାବରେ କାର୍ଯ୍ୟ କରିବି। ନିଶ୍ଚିତ ଭାବରେ ମୁଁ ଶପଥ ନେଉଛି ବିଜୁ ଜନତା ଦଳ କେମିତି ବସ୍ତା ନିର୍ବାଚନ ମଣ୍ଡଳୀରେ ବିଶେଷ କରି ବାଲିଆପାଳ ବ୍ଲକରେ ଡେଭଲପ୍ କରିବ ମୁଁ ପାଇଁ ପ୍ରଚେଷ୍ଟା କରିବି।